ରାମ ନାରାୟଣ ରାମ ଏକ ଜଣ ବ୍ୟକ୍ତି। ଯଦି ନେତାଜୀ ସୁଭାଷ ବୋଷ 117 ହେଉଥାନ୍ତି ତେବେ ଏହି ସମସ୍ୟାମାନଙ୍କ ଦ୍ୱାରା ସମାଧାନ ମିଳିପାରିଥାନ୍ତା ଓ ବେଙ୍ଗାଳର ଘାଉ ରହିନଥାନ୍ତା ଓ ଦୁଇଟି ରାଷ୍ଟ୍ର ଏକ ହୋଇଯାଏ ଓ ପୃଥିବୀ ଉପରେ ଜଣେ ବିଶାଳ ଶକ୍ତିର ଲହରୀ ବହିଯାଏ। କିନ୍ତୁ ମୋର ଧାରଣା ହେଉଛି ଯେ ସେ ଅଛନ୍ତି ଓ ମୁଁ ଏପର୍ଯ୍ୟନ୍ତ ଏପରି ଅନେକ ଅଧିବେଶନରେ ଅଂଶଗ୍ରହଣ କରିଛି, ଲକ୍ଷ ଲକ୍ଷ ଶିଷ୍ୟ ତିଆରି କରିଛି, ଏକ ସଂଗଠନ ତିଆରି କରିଛି ଯେଉଁଠି ମୁଁ ମୋର ଧାରଣା ବିଷୟରେ କହିଛି। କିନ୍ତୁ ମୁଁ କେବେ କହିନାହିଁ ଯେ ସେ କେବେ ଓ କେଉଁଠି ଆସିବେ ଓ ଏହି ଦାବି କରିବାର କାରଣରୁ ମୋ ପ୍ରତି ଅନେକ ସମସ୍ୟା ଆସିଛି ଓ ଅନେକ ଲୋକ ଭାବନ୍ତି ଯେ ମୁଁ ନେତାଜୀଙ୍କୁ ଆଣିଦେବି। ତାପରେ ମିରଜାଫର, ବିଭୀଷଣ ପରି ମୋ ନିଜରେ 3-4 ଜଣ ଲୋକ ବିଶ୍ୱାସଘାତ କରିଦେଲେ। ବାସୁ କହିଲେ ଯେ ମୁଁ ଝୁଟ କହୁଛି। ସାମ୍ବାଦିକମାନେ ମଧ୍ୟ ଏହି ଝୁଟକୁ ପ୍ରଚାର କରୁଛନ୍ତି। ଶୈଲବାଳାଙ୍କ ପୁଅମାନେ 20-22 ବର୍ଷ ଧରି ଏଠାରେ ଥିଲେ ଓ ମୋତେ ମାରିଦେବା ପାଇଁ, ମୋ ସଂଗଠନକୁ ଧ୍ୱଂସ କରିଦେବା ପାଇଁ ସେମାନେ ମିଶି 21,000 ଟଙ୍କାର ଠିକା ନେଇଥିଲେ ଓ ବାସୁଦେବଙ୍କୁ ଏକ କ୍ରାକର ବମ୍ ଛାଡ଼ିବାକୁ ପଠାଯାଇଥିଲା। ଯାହାର ଇଚ୍ଛା ସେ ତାହା କର। ସାମ୍ବାଦିକ, ପୁଲିସ, ଗୁଣ୍ଡା କାହାକୁ ଯାହା ଇଚ୍ଛା ସେ କରନ୍ତୁ ଓ ସେମାନଙ୍କର ଚିନ୍ତାଧାରା ବଦଳାଇବା ପାଇଁ ମୋ ପାଖରେ ସମୟ ନାହିଁ। ଶୈଲବାଳାଙ୍କ ପୁଅମାନେ ମୋ ବିରୋଧରେ ମାମଲା କରିଲେ ଓ ମୁଁ ଦିଆ 22 ବିଘା ଜମିକୁ ସେମାନେ 70,000 ଟଙ୍କାରେ ବିକ୍ରି କରିଦେଲେ ଓ 10 ମାସ ପରେ ମୁଁ ଖରାପ ହୋଇଗଲି ଓ ଏହି 10 ମାସ ମୁଁ ନିରନ୍ତର ଘୂରିବାରେ ବ୍ୟସ୍ତ ରହିଛି ଓ ବହୁତ ଅଭିଭାବକ ଆରମ୍ଭ କରିଛନ୍ତି ମୋ ବିରୋଧରେ ଅଭିଯୋଗ କରିବାକୁ।